ଯେତେ ଯାହା କର ଏଙ୍କୁ କ'ଣ ସବୁ ପାରି ହଉଛି ନା ଯେ ମା ବାପା ଏକୁ କରନି ତାକୁ କରନି ପାଠ ତ ପଢ଼େଇବେ ମତେ ଆଉ ହଉ ଆଜି ବୈଠ ଘରକୁ ଯାଏ ସେମାନଙ୍କ ସହ ମୋର କଥାବାର୍ତ୍ତା ଆସ ଆସ ଯେ ମା ବାପା ତମ ପାଟି ତ ମୁଁ ବାରି ସାରିଲିଣି ଆଉ ଜୁହାରେ ମାଳତୀ ହଁ ଜୁହାରେ ଜୁହାରେ ମତେ ଆଜି ନିଧିଆ ଡାକିଛି ହଁ ତାଙ୍କ ଘରକୁ ହଁ ହଁ ତୁମେ ଟିକେ ମୋ ସାଙ୍ଗରେ ଯିବ ଆଲୋ ଅପା ହଁ ମୁଁ କେଇ ଦିନ ହେଲାଣି ନିଧିଆ ସାଙ୍ଗରେ ଆଉ ଭେଟ ହଉନି କାହିଁକି କୁଆଡେ ସେ ଯାଉଛି ଖାଲି ବୁଝାବୁଝି କରୁଛି ହେଇଟି ଅପା ଆଉ ତାଙ୍କ ଘରକୁ ଯାଇଥିଲି ଆଉ ସେ ବୋହୁ କଣ କହିଲା ଗୋଟେ ଯନ୍ତ୍ରପାତି କଣ ବୁଝିବାକୁ ଯାଇଛି ଆଉ ସେଇ କଥା ମୁଁ ତାଠୁ ବୁଝିବି ବୋଲି ହଁ ତା ପଛରେ ପଛରେ ଗୋଡଉଛି ସିଏ କଣ ଦେଖା ଅଛି ନା କଣ ମତେ କହିଦେଇକି ଆସିଥିଲା ହଁ କହିଲା ଜେମା ବାପା ଯିବ ଏ କୃଷି ଯନ୍ତ୍ରପାତି ଉପରେ ମହାଶୟଙ୍କ ଠାରୁ ବୁଝୁଛି ହଁ ଆଉ କଣ ଟିକିନିକି ଯେତେବେଳେ ମୋର ଭ୍ରମ ହେଇଯାଉଛି ହଁ ହଁ ଆଉ ସିଏ ପିଲାଟି ତ ଜାଣିବା ଶୁଣିବା ପିଲାଟି ହେଇଟି ଅପା ହୁଁ ଯନ୍ତ୍ରପାତି ବୁଝିବାକୁ ଯାଇଛି ସବସିଡି ମିଳୁଛି ପରା ଆ ସିଏ କଥା ବି ମୁଁ ଜାଣିଛି ହଁ ଆମ ହଁ ଗୋଷ୍ଠୀରେ ଆମେ ସବୁ କିଣିଛନ୍ତି ହଁ ଆଉ କିଛି ଯନ୍ତ୍ର କିଣିବା ପାଇଁ ମୁଁ ତାକୁ କହିଥିଲି ହୁଁ ସିଏ ଟିକେ ବୁଝାବୁଝି କରିଛି ଆଉ ସମସ୍ତେ ମିଶିକି ତା ସହିତ କଥା ହେବା କେତେ କଣ ଆମର ରିହାତି ରହୁଛି ହଁ ସେ ବିଷୟ ଟିକେ ଜାଣିବା ସିଏ ଆଗ ବୁଝିକି କଥା ହେଇ ବ୍ଲକ ଦିଦିଙ୍କ ସାଙ୍ଗରେ ଆସୁ ହଁ ଆମେ ସମସ୍ତେ ଗୋଷ୍ଠୀରେ ଯେତିକି ମାଇପେ ଅଛେ ହୁଁ ବସିବା ଆଉ ଯୋଉ ଆମର ବାଲିଯାତ୍ରାରୁ ପଇସା ହେଇଛି ହୁଁ ଗୋଟେ କିଛି ନୂଆ ମେସିନ୍ ଆଣିବା ବା ହଁ ସେଇଥିପାଇଁ ପରା ସେଇ କଥା ମୁଁ କହୁଛି ତାପରେ ଆମେ ଯୋଉ ମାଣ୍ଡିଆରେ ସବୁ ଜିନିଷ ତିଆରି କରିଥିଲେ ହଁ ଏଥର ଭଲ ବିକ୍ରି ବଟା ହେଇଛି ହଁ ଆରଥରକୁ ଏଇ ଯୋଉ ଅଲଗା ସବୁ ଜାଗାରେ ସବୁ ମେଳା ପଡୁଛି ହଁ ହଁ ସେଠିକି ସବୁ ଯିବା ହଁ ଇଏ ତ ଶୀତ ଦିନ ଆଲୋ ଆ ପରେ ପରେ ପରା ମାଘ ମେଳା ପଡିବ ହଁ ପରା ଇଏ ତ ଶୀତ ଦିନ ହଁ ଦେଖୁଛ କାମ କରୁ କରୁ ଦିନଟି କେମିତି ପଟକି ପଳେଇ ଯାଉଛି ତ ଆଲୋ ଛୋଟ ଦିନ ପରା ହଁ ପରା ତା ସହିତ କାମ ବି ଏଥର ଅଧିକ ଓଷା ବାର ବ୍ରତ ସବୁ ଏଇ ମାସରେ ଆମକୁ ଏଇ ଘର ଲିପା ପୋଛା କର ଝୁଟି ଦିଅ ଗୁରୁବାର କେତେ କାମ ରହୁଛି ମୁଁ କିନ୍ତୁ ସାରିକି ଆସିଛି ବା ହଁ ମୁଁ ସବୁ ବି ସାରିକି ଆସିଛି ନହେଲେ କଣ ଯାଇକି ଆଉ ପକେଇ ହବ ଏଇ ଯୋଉ ଶୀତ ହଉଛି ହଁ ହଁ ଚିତାରେ ହାତ ଦେଲା ବେଳକୁ ବା ଦେହ କଣ ହେଇଯାଉଛି ଆଲୋ ଅପା ହଁ ଏବେ ସିନା ସମୟ ବଳୁଛି ଆଲୋ ଆଗେ କୋଉଠି ସମୟ ବଳୁଥିଲା ବା ନା ସମୟ କଣ ବଳୁଛି ହଁ ଆମେ ଯୋଉ 10-12 ଜଣ ହେଇଛନ୍ତି ଆମ ଗୋଷ୍ଠୀରେ ହଁ ସେଠି ବସିକି ଯେତେବେଳେ ଜିନିଷ ପତ୍ର ତିଆରି କରୁଛନ୍ତି ହଁ ହଁ ଭଲ ମନ୍ଦ ଦିପଦ କଥା ହଉଛନ୍ତି ସମୟ ଆମେ ଅପଚୟ କରୁନାହାନ୍ତି ତାହେଲେ ଏବେ ଜାଣିପାରିଲ ତ ଆମେ ସମସ୍ତେ ଏକାଠି ହେଲାଠୁ ହୁଁ ଗୋଟିଏ ଗୋଷ୍ଠୀ କଲାଠୁ ହୁଁ କାମ ଗୁଡା ବାଣ୍ଟି ହେଇଯାଉଛି ଗୋଟିଏ କାହିଁ ଗୋଷ୍ଠୀ କେତେ ଗୋଷ୍ଠୀ ଆମର ଅଛନ୍ତି ଆମେ ସମସ୍ତେ ସାଙ୍ଗ ହେଇକି ଯେକୌଣସି କାମ କରୁଛନ୍ତି ହଁ ପରସ୍ପର କଥା ହଉଛନ୍ତି ସେଇଥିପାଇଁ ଶାସ୍ତ୍ର କହିଛି ଯୋଡାକୁ ନୁହେଁ ଘୋଡା ସରି ମିଳିମିଶି କାମ ଯାଅ କରି କାମ ଆମ ଭିତରେ ରହିଲାଠୁ ଆମେ ସମସ୍ତେ ଏକାଠି ହେଲାଠୁ କାମଟା ବାଣ୍ଟି ହେଇଯାଉଛି କାମଟା ସହଜରେ ହେଇଯାଉଛି ଆଉ ଶୀଘ୍ର ସରିଯାଉଛି ଏକତ୍ରିତ ଯୋଉ ପରିବାର ରହୁଥିଲେ ହଁ କେତେ ରୋଜଗାର କରୁଥିଲେ ସେମାନେ କହିଲ ହଁ ସମସ୍ତେ ବାଣ୍ଟି କୁଣ୍ଟି ହେଇଯାଉଥିଲେ କାମ ସରି ଯାଉଥିଲା ହସ ଖୁସି ଘରେ ଥିଲା କେତେ କଣ ଥିଲା ବର୍ତ୍ତମାନ ସବୁ ଗୋଟିଏ ଗୋଟିଏ ଛୁଆ ହଁ ଛୋଟିଆ ଛୋଟିଆ ପରିବାର ହେଲେ ବି ଆମ ଗାଁରେ ସମସ୍ତେ ଭଲରେ ଅଛନ୍ତି ଅପା ଘରର ଲୋକମାନେ ସିନା ସବୁ କାମ କରୁଛନ୍ତି ହେନେ ମହିଳା ମାନେ ଘରର ମଙ୍ଗ ଧରୁଛନ୍ତି ମଙ୍ଗ ଧରୁଛନ୍ତି ରୋଜଗାର ବି ଦି ପଇସା କରୁଛନ୍ତି ଖର୍ଚ୍ଚ ବି ଯୋଉ ଉପାୟରେ ଖର୍ଚ୍ଚ ହବା କଥା ହଁ ସେଇ ଉପାୟରେ ଖର୍ଚ୍ଚ କରୁଛନ୍ତି ଅଯଥା ଖର୍ଚ୍ଚ କରୁନାହାନ୍ତି କାହିଁକି ପଚାରୁନ କାହିଁକି ବା ପାଠୁଆ ବୋହୁ ପରା ସବୁ ଆସିଛନ୍ତି ଗାଁକୁ ହଁ ଯେମିତି ଭଲ ଉପାୟରେ ପିଲାଙ୍କୁ ପାଠ ପଢେଇବେ ପିଲାଙ୍କ ପାଠ ପଢାରେ ଖର୍ଚ୍ଚ ହବା ଦରକାର ହଁ ଖର୍ଚ୍ଚ ଶିକ୍ଷାଟା କରୁଛନ୍ତି ଆମର ମୌଳିକ ତା ଅଧିକାର ସହିତ ଯନ୍ତ୍ର କୋଉଠି ବୋହୁ ମାନେ ମେସିନ୍ କିଣିଲେଣି ହେଇଟି ଅପା ହୁଁ ଧାନ ରୁଆ ଠାରୁ ବିହନ ସାଇତିଆ ପର୍ଯ୍ୟନ୍ତ ଆଉ ସବୁ ଆମ ମହିଳା ମାନଙ୍କର ଦାୟିତ୍ୱ ହେଲେ ବି ଆମେ ଯୋଉ ମେସିନ୍ ଗୋଟେ ଗୋଟେ କିଣି ଦଉଛନ୍ତି ହଁ ଆମକୁ ବି ସହଜ ହେଇଯାଉଛି ହଁ ତା ସହିତ ବଡି ପକା ମେସିନ୍ ପରା କିଣା ହେଇଛି ଏଥର ଆଉ ଗୋଟେ କଥା ଜାଣିଛଟି କଣଟା ଆଲୋ ବାଦାମ ଛଡା ମେସିନ ବି ବାହାରିଲାଣି କେବେଠୁ ବାହାରିଲାଣି ପରା ଆମ ଗୋଷ୍ଠୀରେ ସେ ଯୋଉ ମଙ୍ଗୁଆ ଗୋଷ୍ଠୀରେ ହଁ ଗୋଟେ ହଁ ମେସିନ୍ ଆସିନି ଆଲୋ ହେଇ ଯୋଉ ଭଡାରେ ଯାଏ କିଲୋ ହଁ ଓହୋ ଏ ତମେ ସବୁ କଣ ଭୁଲିବାଲି ଗଲ ନା କଣ ନାଇଁ ବା ଅପା ଆଉ ହେଇ, କଣ ଖିଆଲ ହଉଛି କିଲୋ ଅପା ଆମେ ଯନ୍ତ୍ର ସାହାଯ୍ୟରେ ଯେକୌଣସି କାମ କରୁଛନ୍ତି ଅଳ୍ପ ସମୟରେ ଅଳ୍ପ ଖର୍ଚ୍ଚରେ ସବୁ କାମ ଠିକ ଠାକ ହେଇଯାଉ ଯାନ୍ତ୍ରିକ କୃଷି କରିବା ଭଲ ଅମଳ ପାଇବା ସମୟକୁ ଠିକ ଠାକ ଉପଯୋଗ କରିବା ସମୟ ଅପଚୟ କରିବା ନାହିଁ କାମକୁ ଦାୟିତ୍ୱର ସହ ଖୁବ ଶୀଘ୍ର କରିବା ଏକତ୍ରିତ ହେଇ ରହିବା ହଉ ବୈଠକ ଘର ହଁ ଦିପଦ ଭଲ ମନ୍ଦ କଥା ହେଲେ ସନ୍ଧ୍ୟା ବେଳ ବସିକି ଭଜନଟିଏ ଶୁଣିବା ତାପରେ ଆଗକୁ କଥା ହବା ହଉ ହଉ କେତେ ନାଟ ଲଗାଇଛ କଳାଶ୍ରୀ ମୁଖ କେତେ ନାଟ ଲଗାଇଛ କଳାଶ୍ରୀ ମୁଖ 14 ଭୁବନେ ଶୁଭେ ମଣିମା ଡାକ ମଣିମା ଡାକ ମଣିମା ଡାକ କେତେ ନାଟ
ଲଗାଇଛ କଳା ଶ୍ରୀମୁଖ। কা সাথে বসিল মিত্র, কা পাই নাসিল নক্র। কা সাথে বসিল মিত্র, কা পাই নাসিল নক্র। কাহা পাই ব্যাধ মারি জগতের কিল টেক। কারে যেই কোটি বস্ত্র হরিল দুঃখ। কেতে নাট লগাইছ কଳା ଶ୍ରୀମୁଖ। କାହାକୁ କଲ ରାଜନ, କା ଉଚ୍ଚିଷ୍ଟ କଲ ପାନ। କାହାକୁ କଲ ରାଜନ, କା ଉଚ୍ଚିଷ୍ଟ କଲ ପାନ। ଘଣ୍ଟ ଘୋଡ଼ାଇଣ ହରି ପକ୍ଷୀ ଜନ୍ମ କଲ ଧନ୍ୟ। କେଉଁ ନାରୀ ପାଦ ଧରି ହୋଇଲା ମୋକ୍ଷ। କେତେ ନାଟ ଲଗାଇଛ କଳା ଶ୍ରୀମୁଖ। କାହାର ଶରଣ ଯିବି ମୋ ଦୁଃଖ ଫେଡ଼ି କହିବି। କାହାର ଶରଣ ଯିବି ମୋ ଦୁଃଖ ଫେଡ଼ି କହିବି। ଚକା ଆଖି ଥାଉଁ ଥାଉଁ ଆଉ କାରେ ଶୁଣାଇବି। ଜୀବନର ଯେତେ ଅଳି ଯାତନା ଦୁଃଖ। କେତେ ନାଟ ଲଗାଇଛ କଳା ଶ୍ରୀମୁଖ। ଚଉଦ ଭୁବନେ ଶୁଭେ ମଣିମା ମଣିମା ଡାକ। ମଣିମା ମଣିମା ଡାକ। ମଣିମା ମଣିମା ଡାକ। କେତେ ନାଟ ଲଗାଇଛ କଳା ଶ୍ରୀମୁଖ। କେତେ ନାଟ ଲଗାଇଛ କଳା ଶ୍ରୀମୁଖ। ଏଇଠି ଅପା ହୁଁ ଭଜନ ତ ଶୁଣିଲେ, ହୁଁ ମନକୁ କେତେ ଶାନ୍ତି ଲାଗିଲା। ହୁଁ ହେଲେ ବୈଠକ ଘର ହଁ। ସବୁ ଭିତରେ ଆମର ପେଟ ପାଟଣା ଅଛି। ସେଇଟା ତ ମୂଳ ଆଉ। ଯୋଉ କଥା ଆସିଲା ପରଠୁ ହଉଥିଲେ ହଁ ଯନ୍ତ୍ର କଥା ବା ହଁ ବା ତାରି ଉପରେ ବିଷୟଟିଏ। ହଁ ହଁ ଆଜିର ଆଲୋଚନାର ବିଷୟ ହେଉଛି ଯାନ୍ତ୍ରିକ ପ୍ରଣାଳୀରେ ଧାନ ଅମଳ ଓ ଏହାର ପରବର୍ତ୍ତୀ ଯତ୍ନ। ଆଉ ଏ ବିଷୟରେ କିଏ କହିବେ? ମହାଶୟା ହେଉଛନ୍ତି ସୁଚିସ୍ମିତା ଦ୍ୱିବେଦୀ। ହଁ। ତାହେଲେ ମୁଁ ମହାଶୟାଙ୍କ ସହିତ କଥା ହଉଛି, ତୁମେ ବସିକି ଶୁଣ। ହଁ। ମୁଁ ତାଙ୍କୁ ଟିକି ନିକି କରି ମୋର ଯାହା ଥିବ ହଁ, ହଁ, ପଚାରିବି, ହଁ। ସେ କହିବେ ଆଉ କଣ। ସମସ୍ତେ ତ ଆମେ ଧାନ ଚାଷ କରିଛେ, ବୁଝିବା ହଁ, ଶୁଣିବା ହଁ। ଆଉ। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯାନ୍ତ୍ରିକକରଣ ବିଭାଗର ବୈଜ୍ଞାନିକ ଇଞ୍ଜିନିୟର ସୁଚିସ୍ମିତା ଦ୍ୱିବେଦୀ। ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର। ନମସ୍କାର ମ୍ୟାଡ଼ାମ। ମ୍ୟାଡାମ, ଆଜି ଆମେ ଯୋଉ ବିଷୟ ରଖିଛେ ଯାନ୍ତ୍ରିକ ପ୍ରଣାଳୀରେ ଧାନ ଅମଳ ଓ ଏହାର ପରବର୍ତ୍ତୀ ଯତ୍ନ, ଏ ବିଷୟରେ ତ ଆମେ କଥା ହେବା। ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବି, ଏଇ ଯୋଉ ଯାନ୍ତ୍ରିକ ଉପରେ ଧାନ ଅମଳ କରିବାର ଉପଯୁକ୍ତ ସମୟ କେତେବେଳେ ହେଇଥାଏ? ଯାନ୍ତ୍ରିକ ଉପାୟରେ ଧାନ ଅମଳ ଯେତେବେଳେ ଆମେ କରିବାକୁ ଯାଉଛନ୍ତି, ସେତେବେଳେ ମୁଖ୍ୟ ଉଦ୍ଦେଶ୍ୟ ରହୁଛି କି ଆମେ କମ୍ ସମୟରେ ଅଧିକ ଜମିରୁ କେମିତି ଅଳ୍ପ ପରିଶ୍ରମରେ ଗୋଟେ ଚାଷୀ ଭାଇ ଧାନକୁ ଅମଳ କରିପାରିବ। ଆଜ୍ଞା। ତେବେ ଅମଳ କରିବା ପାଇଁ ଗୋଟେ ଉପଯୁକ୍ତ ସମୟ ରହିଛି, ଯାହାକି ଗୋଟେ ଚାଷୀ ଭାଇକୁ ନିହାତି ଭାବରେ ଧ୍ୟାନ ଦେବାକୁ ପଡ଼ିଥାଏ। ଯେମିତିକି ତାର ଧାନ ଜମିରେ ସେ ଦେଖିବା ଦରକାର କି ଶତକଡ଼ା 80ରୁ 85 ଭାଗ ଧାନ ର କଲର ଯଦି ସୁନେଲି ହଳଦିଆ କଲର ହେଇଯାଇଥିବ, ତେବେ ସେଇଟା ଉପଯୁକ୍ତ ସମୟ, ମାନେ ଧାନ ରେଡି ହେଇଗଲାଣି, ବର୍ତ୍ତମାନ ଆମେ ତାକୁ ଅମଳ କରିବା। ଆଜ୍ଞା। ତା ସହିତ ଧାନର ଜଳୀୟ ଅଂଶ ଶତକଡ଼ା 20ରୁ 24 ଭାଗ ପର୍ଯ୍ୟନ୍ତ ମଧ୍ୟ ରହିବା ଦରକାର ଅମଳ ସମୟରେ, ଯେତେବେଳେ ଆମେ ଯାନ୍ତ୍ରିକ ଉପାୟରେ ଅମଳକୁ ଯାଉଛନ୍ତି। ଏହା ଛଡ଼ା ଗୋଟେ ଯନ୍ତ୍ର ଜମିରେ ଚାଲିବା ପାଇଁ ହେଲେ ସେଠିକାର ଯୋଉ ଜମିର କଣ୍ଡିସନ ବା ମାଟି ଓଦାଳିଆ ବେଶୀ ହେଇଥିବା ଦରକାର ନୁହଁ। କାରଣ ଯଦି କାଦୁଅ ଜମି ହେଇଥିବ, ତାହେଲେ ଗୋଟେ ମେସିନ ତା ଦେହରେ ସହଜରେ ଚାଲିପାରି ନଥାଏ। ତ ଯଦି ଏସବୁ ଉପାୟକୁ ଯଦି ଜଣେ ଚାଷୀ ଭାଇ ଅମଳ କରିବା ପୂର୍ବରୁ ଯଦି ଧ୍ୟାନ ଦବ, ତାହେଲେ ଯାନ୍ତ୍ରିକ ଉପାୟରେ ଅମଳ କଲେ ସେ ନିହାତି ଭାବରେ କୃତକାର୍ଯ୍ୟ ହେଇପାରିବ। ତାମାନେ ଆମେ ଜାଣିବା ଦରକାର ଧାନ ଯେତେବେଳେ ଅମଳ କରିବା, ବିଲ ଶୁଖିଲା ଟିକେ ରହିଥିବା ଦରକାର। ନିହାତି ଭାବରେ ବିଲ ଶୁଖିଲା ନଥିଲେ ଆମେ ଯୋଉ ମେସିନ ଗୁଡ଼ିକ ସାହାଯ୍ୟରେ ଧାନ କାଟିବା, ସେ ମେସିନ ଗୁଡ଼ିକ ସହଜରେ ତା ଭିତରେ ଚାଲିପାରି ନଥାଏ, କଷ୍ଟ ହେଇଥାଏ ତା ଭିତରେ ଚଲେଇବା ପାଇଁ। ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଅମଳ କରିବା ପାଇଁ କେଉଁ କେଉଁ ମେସିନ ବ୍ୟବହାର କରାଯାଇଥାଏ, ବିଶେଷ କରି ଏଇ ଧାନ ଅମଳ ପାଇଁ? ଧାନ ଅମଳ କରିବା ପାଇଁ ମୁଖ୍ୟତଃ ରିପର ମେସିନ କିମ୍ବା ରିପର ବାଇଣ୍ଡର ମେସିନ,
ଏବଂ କମ୍ବାଇନ୍ ହାର୍ଭେଷ୍ଟର ମେସିନ୍। ଏଇଭଳିଆ 2 ପ୍ରକାର ମେସିନ୍ ରହୁଛି ଯାହା ସାହାଯ୍ୟରେ ଚାଷୀ ଭାଇମାନେ ଧାନକୁ ସହଜରେ ଅମଳ କରିପାରିବେ। ଯଦି ଆମେ ରିପର ମେସିନ୍ କଥା ଆଲୋଚନା କରିବା ତାହେଲେ ରିପର ମେସିନରେ ଯେତିକି ଛିଡ଼ା ହେଇଥିବା ଧାନ ଗୁଡ଼ିକୁ ସହଜରେ କଟାଯାଇପାରେ। କାଟିଲା ବେଳେ ଜମିରୁ ତାଙ୍କର ଗୋଟେ ଧାନ ଗଛର 5ରୁ 10 ସେଣ୍ଟିମିଟର ଉଚ୍ଚତା ଛାଡ଼ିକି ଧାନକୁ କଟାଯାଏ। ରିପର ବାଇଣ୍ଡର ମେସିନ୍ କଥା ଯେଉଁ ମୁଁ କହିଲି ସେଥିରେ ବିଡ଼ାକୁ ମଧ୍ୟ ବନ୍ଧାଯାଏ ଏବଂ ବନ୍ଧାଯାଇ ଗୋଟେ ଫିଲ୍ଡରେ ତାକୁ ଜମା କରିକି ରଖାଯାଏ, ଯାହାରେ ପରବର୍ତ୍ତୀ ସମୟରେ ଚାଷୀ ତା ଫିଲ୍ଡରୁ ବନ୍ଧା ହେଇଥିବା ଧାନ ବଣ୍ଡଲକୁ ନେଇକି ସିଧାସଳଖ ଘରକୁ ନେଇକି ଅମଳ କରିବା ପାଇଁ ବ୍ୟବହାର କରିପାରିବ। ଏବଂ ଏଇ ଯେଉଁ ରିପର ଗୁଡ଼ିକ କହୁଛି, এই ରିପର ଗୁଡ଼ିକ ସ୍ୱୟଂଚାଳିତ ରିପର ରହିଛି ଯାହା ପେଟ୍ରୋଲ କିମ୍ବା ଡିଜେଲ ଦ୍ୱାରା ଚାଳିତ ହୋଇଥାଏ। ଆଉ କିଛି କିଛି ରିପର ରହିଛି ଯାହାକି ଟ୍ରାକ୍ଟର ଚାଳିତ ମଧ୍ୟ ରହିଥାଏ। ସେଇଭଳି ଭାବରେ କମ୍ବାଇନ୍ ହାର୍ଭେଷ୍ଟର କଥା କହିଲି। କମ୍ବାଇନ୍ ହାର୍ଭେଷ୍ଟର ମାନେ 3-4ଟା ଅପରେସନ ଏକା ସାଙ୍ଗରେ ହେଇଥାଏ, ଆଜ୍ଞା ଯୋଉଥିରେ କି ଧାନକୁ କାଟିବା ହୁଏ, ଅମଳ କରିବା ହୁଏ, ଧାନରୁ କାଠି କୁଟା ଯାହା ଥିବ ତାକୁ ସଫା କରିବା ପାଇଁ ୱିନର ମଧ୍ୟ ତା ଦେହରେ ରହିଛି ଏବଂ ଗୋଟେ ଚାଷୀ ଭାଇ ଜମିରୁ ସିଧାସଳଖ ଭାବରେ ସେ ପ୍ୟାକିଂ କରିକି ବା ବସ୍ତାରେ ବାନ୍ଧିକି ହଉ କିମ୍ବା ଗୋଟେ ଟ୍ରାକ୍ଟର ଟ୍ରଲିରେ ହଉ ସେ ସିଧାସଳଖ ଧାନକୁ ଘରକୁ ନେଇପାରେ। ତେଣୁ ଏଇଭଳି ଭାବରେ ପ୍ରତ୍ୟେକଟି କାମ କମ୍ବାଇନ୍ ହାର୍ଭେଷ୍ଟର ଦ୍ୱାରା ହେଇଥାଏ। ଏବଂ କମ୍ବାଇନ୍ ହାର୍ଭେଷ୍ଟର ଗୁଡ଼ିକ ଯୋଉ କଥା କହୁଛି, ବର୍ତ୍ତମାନ ଚାଷୀ ଭାଇ ମାନେ ତାକୁ କଷ୍ଟମ ହାୟରିଂ ସେଣ୍ଟର ବେସିସରେ ଘଣ୍ଟାକୁ 3,000ରୁ 3,500 ଟଙ୍କା ପଡୁଛି, ତାକୁ ଭଡା ସତ୍ୱରେ ମଧ୍ୟ ଆଣିକି ନିଜ ଜମିରେ ଲଗେଇକି କାମକୁ ଜଲ୍ଦି କରିପାରିବେ। ଆଉ ଗୋଟେ କଥା, ବର୍ତ୍ତମାନ ଯୋଉ ଜଳବାୟୁର ପରିବର୍ତ୍ତନ ବି ହେଲାଣି, ମାନେ ଆମକୁ ଯେତେବେଳେ ବର୍ଷା ଦରକାର ହଉଛି ସେଇ ଟାଇମରେ ବର୍ଷା ହଉନି, ଯୋଉ ଟାଇମରେ ବର୍ଷା ଦରକାର ନାହିଁ ସେଇ ଟାଇମରେ ଅଧିକ ବର୍ଷା ହଉଛି। ତ ଚାଷୀ ଭାଇ ମାନେ ଯଦି ତାଙ୍କର ଧାନ ଅମଳ କରିବା ପାଇଁ ଧାନ ରେଡି ହେଇଗଲାଣି, ସେଇ ଟାଇମରେ ଯଦି ବର୍ଷାର ସମ୍ଭାବନା ରହିଲା ତାହେଲେ ସେ ଚାଷୀ ସାଙ୍ଗେ ସାଙ୍ଗେ ତା ବିଲରୁ କାଟିକି ଆଣିପାରିବ ନାହିଁ। ତ ସେଇଥି କ୍ଷେତ୍ରରେ ଗୋଟେ ଚାଷୀ ଅସୁବିଧା ବା ତାର କ୍ଷତିର ସମ୍ମୁଖୀନ ହେବ। ତ ସେଇ ପରିସ୍ଥିତିରେ ଯଦି ଗୋଟେ ଯନ୍ତ୍ରକୁ ମେସିନକୁ ବ୍ୟବହାର କରେ, ଯେମିତିକି କମ୍ବାଇନ୍ ହାର୍ଭେଷ୍ଟର କଥା ମୁଁ କହିଲି, ତାହେଲେ ସେ ସିଧାସଳଖ ଧାନକୁ ଅମଳ କରିକି ସେ ସିଧାସଳଖ ଘରକୁ ନେଇ ଆସିପାରିବ। ତେଣୁ ଏ ମେସିନ ଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପାଇଁ ମଧ୍ୟ ବହୁତ ଉପଯୋଗୀ। ମ୍ୟାଡାମ, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଯଦି ଧାନକୁ ସଠିକ ସମୟରେ ଅମଳ କରା ନଯାଏ ତାହେଲେ ଚାଷୀ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଇଥାଏ? କାହିଁକିନା ଏଇଟା ବଡ କଥା। ମୁଁ ଯେମିତି ପ୍ରଥମରୁ କହିଲି, ତାର ଦେଖିବା ଦରକାର କି ତା ଧାନ ବିଲରେ ଧାନ କେତିକି ପରିମାଣରେ ପାଚିଲାଣି ବା ଅମଳ ହେବା ପାଇଁ ପ୍ରଯୁଜ୍ୟ ହେଇଗଲାଣି ଏବଂ ତାର ଜଳୀୟ ଅଂଶ 20%ରୁ 24% ପର୍ଯ୍ୟନ୍ତ ଯଦି ନଥିବ, ତାହେଲେ ତାର ଯଦି ଅଧିକ ରହିଥିବ ତାହେଲେ ମଧ୍ୟ ସେଇଭଳିଆ ଧାନକୁ ଆମେ କାଟିପାରିବା ନାହିଁ। ତେଣୁ ସେଇ ଜଳୀୟ ଅଂଶ ଯଦି କମ ରହିଲା କିମ୍ବା ଅଧିକ ରହିଲା, ଯଦି ବି କମିଗଲା ତାହେଲେ ଧାନ ଗୁଡ଼ିକ ଝଡି ଯାଇଥାଏ, ଅଧିକ ଶୁଖି ଯାଇଥାଏ। ଯେତେବେଳେ ଯାନ୍ତ୍ରିକ ଅମଳ କରାଯିବ ସେତେବେଳେ ଧାନ ଗୁଡ଼ିକ ଝଡି ଯାଇଥାଏ। ତ ସେଇ ପରିପ୍ରେକ୍ଷୀରେ ଗୋଟେ ଚାଷୀକୁ କ୍ଷତି ହେଇଥାଏ। ତେଣୁ ଅମଳ କରିବା ପାଇଁ ପ୍ରକୃଷ୍ଟ ସମୟ ଗୋଟେ ଚାଷୀ ନିହାତି ଜାଣିଥିବା ଦରକାର। ଏଇ ଯୋଉ ଯାନ୍ତ୍ରିକ ଉପରେ ଆମେ ଅମଳ କରୁଛେ, ତାର ପାରମ୍ପରିକ ଅମଳ ଠାରୁ କିପରି ଭିନ୍ନ? ଦେଖନ୍ତୁ, ଯାନ୍ତ୍ରିକ ଅମଳ ଆମେ ଏଥିପାଇଁ କରିଥାନ୍ତି କି ଆମ ପାଖରେ ମୂଲିଆ ମିଳୁନାହାନ୍ତି କାମ କରିବା ପାଇଁ। ସଠିକ ସମୟରେ ଯେତେବେଳେ ଆମ ଆବଶ୍ୟକତା ହଉଛି ଗୋଟେ ଲୋକର କାମ କରିବା ପାଇଁ, ସେତେବେଳେ ମଧ୍ୟ ଆମ ପାଖରେ ମିଳୁନାହାନ୍ତି। ଏବଂ ଯେତେବେଳେ ମୂଲିଆ ବି କିଛି ମିଳୁଛନ୍ତି, କାମ କରିବା ପାଇଁ ବହୁତ ସମୟ ନେଉଛନ୍ତି ଏବଂ ଏହା ବହୁତ ପରିଶ୍ରମର କାମ ହୋଇଥିବାରୁ ଆମେ ଯନ୍ତ୍ର ସାହାଯ୍ୟରେ ଅମଳ କରିବା ପାଇଁ କୁହାଯାଉଛି। ଏବଂ ଯନ୍ତ୍ର ସାହାଯ୍ୟରେ ଯଦି ଗୋଟେ ଚାଷୀ ଭାଇ ଅମଳକୁ ଯାଏ, କମ୍ବାଇନ୍ ହାର୍ଭେଷ୍ଟର ଯଦି ବ୍ୟବହାର କଲା, ତାହେଲେ 1 ଘଣ୍ଟା ଭିତରେ ସେ ତାର 1 ହେକ୍ଟର ଜମିରେ ଆରାମସେ ଧାନକୁ କାଟି ଘରକୁ ଅମଳ କରିକି ନେଇକି ଆସିପାରିବ। ସେଇଭଳି ଭାବରେ ରିପର ବ୍ୟବହାର କରିବ, 1 ଦିନ ଭିତରେ ଗୋଟେ ରିପରରେ ପ୍ରାୟ 1 ହେକ୍ଟର ଜମି ଗୋଟେ ଚାଷୀ ଭାଇ କାଟିକି ମଧ୍ୟ ତାକୁ ଅମଳ କରିପାରିବ। ସେଇଭଳି ଭାବରେ ଯଦି ଲୋକ ଗୋଟେ ଲାଗେ, ଚାଷୀ ଭାଇ ସାଧାରଣ ଦା ସାହାଯ୍ୟରେ ଧାନକୁ କାଟିଥାନ୍ତି, ଯୋଉଟା କି ଅଧିକ ସମୟ ଲାଗେ ଏବଂ ଯେତିକି ଅମଳ କରିବା କଥା 1 ଦିନ ଭିତରେ ସେତିକି ସେ କାର୍ଯ୍ୟଟା ହେଇପାରି ନଥାଏ। ତ ସେଥିପାଇଁ ଯଦି ଯନ୍ତ୍ର ବ୍ୟବହାର କରୁଛନ୍ତି ଚାଷୀ ଭାଇ ମାନେ, କାମଟାକୁ ଶୀଘ୍ର କରିବା ସହିତ ଅଳ୍ପ ଖର୍ଚ୍ଚରେ ମଧ୍ୟ କାମଟା ସହଜରେ ବାହାରି ପାରିଥାଏ। ତେଣୁ ବର୍ତ୍ତମାନ କୁହାଗଲାଣି, ଯେତିକି କୃଷି କ୍ଷେତ୍ରରେ ଯେତିକି ଯନ୍ତ୍ରପାତିର ବ୍ୟବହାର କରିବା ଦ୍ୱାରା କୃଷି ଆଗକୁ ବଢିପାରିବ। ନହେଲେ ବର୍ତ୍ତମାନ ମୁଖ୍ୟ ସମସ୍ୟା ଲେବର ସମସ୍ୟା କୁହନ୍ତୁ, ଜଳବାୟୁ ପରିବର୍ତ୍ତନ କଥା କୁହନ୍ତୁ, ଏସବୁ ଜିନିଷକୁ ଯଦି ଆମେ ସମାଧାନକୁ ଯିବା, ତାର ଅଭିନବ ସମାଧାନ କହିବାକୁ ଗଲେ କି ଗୋଟେ ଯନ୍ତ୍ର ସାହାଯ୍ୟରେ ଆମେ କୃଷି କାର୍ଯ୍ୟକୁ କରିବା। ସଠିକ ଭାବରେ ଆମେ ଗୋଟେ ସଫା ଜିନିଷ ବି ପାଇପାରୁଛନ୍ତି। ତାକୁ ଆମେ ଯଦି ହାତରେ କାଟୁଛନ୍ତି, ସେ ତାକୁ ନେଇକିରି ପୁଣି ତାକୁ ଚାଷୀ ପାରମ୍ପରିକ ରୀତିରେ ତାକୁ ଅମଳ କରିବ, ମାନେ ଧାନ କେଣ୍ଡାରୁ ଧାନକୁ ବାହାର କରିବା ପାଇଁ ହେଲେ ତାକୁ ଗୋଟେ ଜାଗାରେ ବାଡେଇ
ବାଡେଇବ କିମ୍ବା ଗୋଟେ ହଳ ଲଙ୍ଗଳ ସାହାଯ୍ୟରେ ତାକୁ ବେଙ୍ଗଳା କରିକି ଧାନ ବାହାର କରିବ, ଯୋଉଟା କି ଯଦି ହାଇଜେନିକ କଥା କହିବା ସେ ସଫା ଜିନିଷ ମଧ୍ୟ ମିଳିବ। କାରଣ ବର୍ତ୍ତମାନ ଚାଷୀ ଭାଇ ମାନେ ଧାନ ଅମଳ କଲା ପରେ ସେମାନେ ସରକାରଙ୍କୁ ଯୋଉ ବିକ୍ରି କରୁଛନ୍ତି ମଣ୍ଡିରେ ନେଇକି ଦଉଛନ୍ତି, ଆଜ୍ଞା ତ ସେମାନେ ଗୋଟେ କ୍ୱାଲିଟି କଣ୍ଟ୍ରୋଲ ବା କ୍ୱାଲିଟି ଟେଷ୍ଟ କରୁଛନ୍ତି। ଆଜ୍ଞା ତ ଯଦି ସେଇ କ୍ୱାଲିଟି ଧାନର ନଥାଏ ତାହେଲେ ସେ ଧାନକୁ ରିଜେକ୍ଟ ମଧ୍ୟ ହେଇଯାଇଥାଏ। ଆଜ୍ଞା ତ ସେଥିପାଇଁ ଯୋଉ ଜଳୀୟ ଅଂଶ କୁହାଗଲା, ସଫାସୁତୁରା ଗୋଟେ ଧାନ କୁହାଗଲା, ତାହେଲେ ହିଁ ଯାଇ ସେଇ ଧାନକୁ ସେମାନେ ଗ୍ରହଣ କରିବେ ଏବଂ ତାର ଯୋଉ ବର୍ତ୍ତମାନ ଯୋଉ ଧାନ ଚାଷୀ ମାନେ ଦଉଛନ୍ତି ସେମାନେ ତାର ଉପଯୁକ୍ତ ମୂଲ୍ୟଟା ପାଇପାରିବେ। ଆଉ ଗୋଟେ କଥା ମ୍ୟାଡାମ ଜାଣିବା ପାଇଁ ଚାହିଁବୁ, ଯୋଉଟା ବଡ କଥା, ଆମେ ଯେତେବେଳେ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି ଚାଷୀ ଭାଇ ଭଉଣୀ ମାନେ, ସେମାନେ ନିହାତି ଯନ୍ତ୍ର ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ସେ କେମିତି କଣ ସତର୍କ ହେବେ ସେ ବିଷୟରେ ପରାମର୍ଶ ଦିଅନ୍ତୁ। ଯେକୌଣସି କୃଷି ଯନ୍ତ୍ରପାତି ବ୍ୟବହାର କରିବା ପୂର୍ବରୁ ଚାଷୀ ଭାଇ ମାନେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ରହିଛି। ଆଜ୍ଞା କାରଣ ଚାଷ କ୍ଷେତ୍ରରେ ମଧ୍ୟ ଯୋଉ ମେସିନ ଗୁଡ଼ିକ ବ୍ୟବହାର କରାଯାଉଛି ସେଥିରେ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ରହିଛି। ସେଥିପାଇଁ ଯଦି ଆମେ ଧାନ ଅମଳ କଥା ଯେହେତୁ ଏଠି ଆଲୋଚନା କରୁଛନ୍ତି, ଧାନ ଅମଳ କରିବା ପାଇଁ ଯୋଉ ଅମଳ ମେସିନ ରହୁଛି, ଥ୍ରେସର ମେସିନ ଯୋଉଗୁଡାକୁ କୁହାଯାଉଛି, ଆଜ୍ଞା ତାକୁ ବ୍ୟବହାର କରିଲେ ସେମାନେ ଯୋଉ ଡ୍ରେସ ବା ଯୋଉ ପୋଷାକ ପିନ୍ଧନ୍ତି ଢିଲା ପୋଷାକ ନ ପିନ୍ଧିଥିବା ଦରକାର। ତା ସହିତ ଯେତେବେଳେ ସେମାନେ କାମ କରୁଛନ୍ତି, ଯେତେବେଳେ ଥ୍ରେସିଂ କରୁଛନ୍ତି, ତ ବହୁତ ଗୁଣ୍ଡ ଡଷ୍ଟ ବାହାରୁଛି। ତ ସେଇଟା ଗୋଟେ ଲୋକର ଯଦି ନିଶ୍ୱାସ ପ୍ରଶ୍ୱାସରେ ଯେତେବେଳେ ଯାଉଛି ସେତେବେଳେ ତାର ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ସମ୍ମୁଖୀନ ହବ। କଷ୍ଟ ହଉଥିବ। ତ ସେତେବେଳେ ଆମେ ତାକୁ କହୁ କି ଚାଷୀ ଭାଇ ମାନେ ଯେତେବେଳେ ବି ମେସିନ ଗୁଡିକ ବ୍ୟବହାର କରୁଛନ୍ତି, ଆପଣ ମୁହଁରେ ମାସ୍କ ଲଗାନ୍ତୁ, ହାତରେ ଗ୍ଲୋଭ୍ସ ଲଗାନ୍ତୁ, ମୁଣ୍ଡରେ ମଧ୍ୟ କ୍ୟାପ୍ ଲଗାନ୍ତୁ, ଯାହାଦ୍ୱାରା କି ଆପଣ ଏଇସବୁ ଅସୁବିଧାର ଯୋଉ ଯକ୍ଷ୍ମା ରୋଗ ବର୍ତ୍ତମାନ ଚାଷୀ ଭାଇ ମାନେ ବହୁତ ପୀଡ଼ିତ ହଉଛନ୍ତି, ସେ ସବୁରୁ ମଧ୍ୟ ମୁକ୍ତ କରାଯାଇପାରିବ। ସେଇଭଳି ଭାବରେ ଯଦି ମେସିନ ଗୁଡ଼ିକୁ ନିଜ ସତର୍କତାର ସହିତ ବ୍ୟବହାର ନ କରିବା ତାହେଲେ ଯୋଉ ଆକ୍ସିଡେଣ୍ଟ, ହାତ କଟିଯିବାର ସମ୍ଭାବନା ଥାଏ, ଆଜ୍ଞା କେତେବେଳେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ଗୋଟେ ଚାଷୀ ଭାଇ ହେଇଥାଏ। ତେଣୁ ପ୍ରତ୍ୟେକ ଜିନିଷ ବ୍ୟବହାର କରିବା ପୂର୍ବରୁ ଏ ମେସିନ ଗୁଡ଼ିକ ସତର୍କତା ନିହାତି ଦରକାର। ଏ ସରକାରଙ୍କର ଏଇ ଯୋଉ ଆମର ଯାନ୍ତ୍ରିକ କୃଷି ବା ଯନ୍ତ୍ର ଯୋଉ ମିଳିବ, ଚାଷୀ ଭାଇ ମାନେ କେମିତି କଣ ପାଇବେ, ସରକାରଙ୍କ ସୁବିଧା କଣ ସବୁ ରହିଛି ସେ ବିଷୟରେ ପରାମର୍ଶ ଦିଅନ୍ତୁ। ନିହାତି ଭାବରେ ଆମର ଯୋଉ କୃଷି ଯନ୍ତ୍ରପାତି ଗୁଡିକ ରହୁଛି ସେଗୁଡିକ ନିହାତି ଅଧିକ କଷ୍ଟ ବା ଅଧିକ ଦାମର ଆସୁଛି, ଯୋଉଟା କି ଗୋଟେ ସାଧାରଣ ଚାଷୀ ପକ୍ଷରେ କିଣିବା ଏତେ ସହଜ ହେଇନଥାଏ। ସେଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି, ଯେମିତିକି ବିଭିନ୍ନ ରିହାତି ବ୍ୟବସ୍ଥା ରହିଛି। ଯଦି ଗୋଟେ ସାଧାରଣ ବର୍ଗର ଚାଷୀ ଗୋଟେ ମେସିନ କୁ କିଣୁଛି, ପ୍ରତ୍ୟେକ ମେସିନ ପ୍ରତି 50% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ସେଇଭଳି ଭାବରେ ଯୋଉ ଅନୁସୂଚିତ ଜାତି ଆଉ ଜନଜାତି ରହୁଛନ୍ତି ଏବଂ ମହିଳା ଚାଷୀ ମାନେ ଯୋଉମାନେ ରହୁଛନ୍ତି, ସେମାନଙ୍କ ପାଇଁ ସରକାରଙ୍କ ତରଫରୁ 60% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି ଏବଂ ଆମ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ରହୁଛନ୍ତି ସେଇ ମହିଳା ମାନଙ୍କ ପାଇଁ 75% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି। ଏହା ଛଡା ଯୋଉ ଚାଷୀ ଭାଇ ମାନେ ମେସିନ ଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ ଚାହାନ୍ତି, ନିକଟସ୍ଥ ପ୍ରତ୍ୟେକ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ ରହିଛି, ଜିଲ୍ଲା କୃଷି ବିଭାଗ ରହିଛି। ସେଇ ଜାଗା ଗୁଡିକୁ ଯାଇ ମଧ୍ୟ ମେସିନ ଗୁଡିକ କୋଉ ଭଳି ଭାବରେ ମିଳିପାରିବ, ସେମାନେ କେମିତି ତାକୁ କିଣି ପାରିବେ, ଏସବୁ ବିଷୟରେ ମଧ୍ୟ ଜ୍ଞାନ ନେଇପାରିବେ। ଏହା ଛଡା ବର୍ତ୍ତମାନ ପ୍ରତ୍ୟେକ ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଗୁଡିକ କରାହଉଛି ସରକାରଙ୍କ ତରଫରୁ, ଯୋଉ ଜାଗାରେ କି ବିଭିନ୍ନ ପ୍ରକାର ମେସିନ ଗୋଟିଏ ଜାଗାରେ ଗୋଟେ ଚାଷୀ ଭାଇ ଯାଇକି ଦେଖିପାରିବ ଏବଂ ତାର ବ୍ୟବହାର କଣ ରହିଛି ସେଠି ଜାଣିପାରିବ। ଏବଂ ଯୋଉ ଚାଷୀ କିଣିବାକୁ ମଧ୍ୟ ଚାହିଁବ, ଯୋଉ ଆମର ସରକାରଙ୍କର ଗୋ ସୁଗମ ଆପ୍ ରହିଛି, କୃଷି ଯନ୍ତ୍ରପାତିକୁ ଯାଇକି ସେଇଠାରେ ନିଜକୁ ରେଜିଷ୍ଟ୍ରେସନ କରିବ ଏବଂ ଆମର ଯୋଉ ଯନ୍ତ୍ରପାତି ମେଳାରେ ଆଗ୍ରୋ ଇଣ୍ଡଷ୍ଟ୍ରିର ଅଫିସିଆଲ ମାନେ ବସୁଛନ୍ତି କି ଆସିଷ୍ଟାଣ୍ଟ ଇଞ୍ଜିନିୟର ବସୁଛନ୍ତି, ତ ସେଠି ସେମାନଙ୍କର ପରାମର୍ଶ ନେଇକିରି ସିଏ ଗୋଟେ ମେସିନ କୁ ବୁକିଂ କରିପାରିବ ଏବଂ ତାର ସରକାରଙ୍କର ଯାହା ବି ରିହାତି ବ୍ୟବସ୍ଥା ଗୋଟେ ମେସିନରେ ରହୁଛି, ଯୋଉ ମେସିନ ଯିଏ ଆବଶ୍ୟକତା ଅନୁସାରେ ନେବେ, ସେଥିପାଇଁ ସେମାନେ ମଧ୍ୟ ରିହାତିର ବ୍ୟବସ୍ଥା ସାଙ୍ଗେ ସାଙ୍ଗେ ସେଇ ଜାଗାରୁ ସେ ଗୋଟେ ଚାଷୀ ଆଭେଲ କରିପାରିବ। ତ ସରକାରଙ୍କ ତରଫରୁ ବହୁତ ସୁବିଧା ରହିଛି ଆମର କୃଷି ଯାନ୍ତ୍ରିକରଣକୁ ଆଗକୁ ନେବା ପାଇଁ। କାରଣ ଯୋଉ ଜାଗାରେ ଯେତିକି କୃଷି ଯାନ୍ତ୍ରିକରଣର ରହିଛି ସେଇ ଜାଗା ସେତିକି ଆଡଭାନ୍ସ ବୋଲି ବର୍ତ୍ତମାନ କୁହାଯାଉଛି। ଯେମିତିକି ଓଡ଼ିଶା ରାଜ୍ୟ କୁହନ୍ତୁ, ଏଠି ଯନ୍ତ୍ରପାତିର ଯେତିକି ବ୍ୟବହାର ଚାଷୀ ଭାଇ ମାନେ ବର୍ତ୍ତମାନ କଲେଣି, ଆଗ ଅପେକ୍ଷା ବର୍ତ୍ତମାନ 60% ଲୋକ ଯନ୍ତ୍ରପାତି ଦ୍ଵାରା କଲେଣି। ତ ଆମେ ମଧ୍ୟ ଆଗକୁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଯୋଉଗୁଡାକ ରାଜ୍ୟକୁ ଆମେ କହୁଛନ୍ତି କି ଏମାନେ କୃଷି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ବୋଲି, ତେଣୁ ଆମର କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶା ରାଜ୍ୟ ମଧ୍ୟ କିଛି
କିଛି ପଛରେ ନାହିଁ, କାରଣ ଚାଷୀ ଭାଇ ମାନେ ଖୁବ ସଚେତନ ହେଲେଣି। ଲେବର ପ୍ରୋବ୍ଲେମ, ଜଳବାୟୁ ପ୍ରୋବ୍ଲେମ ଏସବୁକୁ ଦେଖିକି ସେମାନେ ଯନ୍ତ୍ର ଗୁଡ଼ିକୁ କେମିତି ବ୍ୟବହାର କରିବେ ସେ ବିଷୟରେ ମଧ୍ୟ ଅବଗତ ହେଇଗଲେଣି। ଆଜ୍ଞା, ଏଇ ଯୋଉ କୃଷି ଯନ୍ତ୍ରପାତି ସାହାଯ୍ୟରେ ଆମେ ଅମଳ କରୁଛନ୍ତି, ଅମଳ ପରବର୍ତ୍ତୀ ପ୍ରଣାଳୀ ସବୁ କଣ କଣ ଅଛି ସେ ବିଷୟରେ ପରାମର୍ଶ ଦିଅନ୍ତୁ। ଚାଷୀ ଭାଇ ମାନେ ଅମଳ ପର୍ଯ୍ୟନ୍ତ ଯେତିକି ଗୋଟେ ଫସଲ ପ୍ରତି ଧ୍ୟାନ ଦେଇଥାନ୍ତି, ଅମଳ ପରବର୍ତ୍ତୀ ଯତ୍ନ ସେତିକି ଭାବରେ ନେଇନଥାନ୍ତି, ଯାହା ଫଳରେ ଦେଖାଯାଇଛି କି 25% ରୁ 30% ଅମଳର ପରବର୍ତ୍ତୀ ଯତ୍ନର ଅଭାବ ହେତୁ ଫସଲ ଗୁଡିକ ନଷ୍ଟ ହଉଛି। ସେଥିପାଇଁ ଅମଳର ପରବର୍ତ୍ତୀ ଯତ୍ନ ନିହାତି ଆବଶ୍ୟକ। ଯେମିତିକି ଆମେ ଧାନ ଅମଳ କରିସାରିଲା ପରେ ସେଇ ଧାନରୁ କେଣ୍ଡା ଗୁଡିକ ବାହାର କରିବା, ଯାହାକୁ ଆମେ କହୁଛନ୍ତି କି ଥ୍ରେସିଂ ଅପରେସନ। ଯଦି ସେଇ ମେସିନ ସାହାଯ୍ୟରେ ତାକୁ ସେମାନେ କରନ୍ତି, ଯେମିତିକି ବିଭିନ୍ନ ପ୍ରକାର ଥ୍ରେସର ରହିଛି, ପେଡାଲ ଅପରେଟେଡ ଥ୍ରେସର କୁହନ୍ତୁ, ପାୱାର ଥ୍ରେସର କୁହନ୍ତୁ, ଆକ୍ସିଆଲ ଫ୍ଲୋ ଥ୍ରେସର କୁହନ୍ତୁ, ଇଲେକ୍ଟ୍ରିକ ଅପରେଟେଡ ଥ୍ରେସର କୁହନ୍ତୁ, ମଲ୍ଟିକ୍ରପ ଥ୍ରେସର କୁହନ୍ତୁ, ଯୋଉଥିରେ କେବଳ ଧାନ ନୁହଁ ପ୍ରତ୍ୟେକଟି ଫସଲ ମୁଗ, ବିରି ଯାହା ବି ଅମଳ କରୁଛନ୍ତି ସେ ସାହାଯ୍ୟରେ ଅମଳ କରିପାରିବେ। ଏବଂ ମେସିନର ଅମଳ କରିବା ଦ୍ୱାରା ସେମାନେ ଗୋଟେ ସଫା ଜିନିଷ ଆରମ୍ଭରୁ ଆମେ ଆଲୋଚନା କରୁଛନ୍ତି କି ଆମେ ଗୋଟେ ସଫା ଜିନିଷ ସିଧାସଳଖ ଭାବରେ ପାଇପାରୁଛନ୍ତି, ସେଥିରୁ ସେମାନେ ସେଇଟା ପାଇପାରିବେ ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କର ଅଧିକ ଅମଳ କାର୍ଯ୍ୟ ମଧ୍ୟ କରିପାରିବେ। ସେଇଭଳି ଭାବରେ ଯେତେବେଳେ ଆମେ ଅମଳ କରିସାରିଲା ପରେ ମୁଖ୍ୟ କଥା ହେଲା ଧାନକୁ ଆମେ କିଭଳି ଭାବରେ ଶୁଖେଇବା, କାରଣ ଯଦି ସଠିକ ଭାବରେ ଧାନ ଶୁଖା ନ ଯାଇଥିବ ତାକୁ ଯେତେବେଳେ ଗୋଟେ ଚାଷୀ ଭାଇ ଷ୍ଟୋର କରିବା ବା ରଖିବ, ସେତେବେଳେ ସେ ଧାନ ଗୁଡିକ ଫଙ୍ଗାଲ ଇନଫେକ୍ସନ ହଉ କିମ୍ବା ପୋକ ଦ୍ୱାରା ଆକ୍ରମଣ ହେଇଥାଏ। ତ ସେଇ ପରିପ୍ରେକ୍ଷୀରେ ଡ୍ରାଇଂ ବା ଶୁଖେଇବାଟା ନିହାତି ସଠିକ ଭାବରେ ହବା ଆବଶ୍ୟକ। ଡ୍ରାଇଂ କରିବା ପାଇଁ ହେଲେ ସେମାନେ ସାଧାରଣତଃ ଯଦି ଚାଷୀ ଭାଇ ମାନେ ସନ୍ ଡ୍ରାଇଂ କରୁଛନ୍ତି, ଖରାରେ ଶୁଖଉଛନ୍ତି, ସେଟାକୁ କରିପାରିବେ ମଧ୍ୟ। ତା ସହିତ ମେସିନ ଯୋଉ ଆସୁଛି, ମେକାନିକାଲ ଯନ୍ତ୍ର ଡ୍ରାୟର ଗୁଡିକ ଆସୁଛି, ଯୋଉଥିରେ କି ସେମାନେ ମଧ୍ୟ ତାକୁ ଶୁଖେଇବେ, ଯୋଉଟା କି ହାଇଜେନିକ ପ୍ରୋସେସ ହେଇଥାଏ। ଯେମିତି କି ଆମର ବ୍ୟାଚ୍ ଡ୍ରାୟର ହେଲା କି ଆମର ବିଭିନ୍ନ ପ୍ରକାର ଫ୍ଲାଟ ବେଡ୍ ଡ୍ରାୟର ଗୁଡାକ ଆସୁଛି, ତାକୁ ମଧ୍ୟ ବ୍ୟବହାର କରିକି ଯୋଉ ଜାଗାରେ ଖରା ସଠିକ ସମୟରେ ଆମେ ଅମଳ କରିଛନ୍ତି କିନ୍ତୁ ଆମ ପାଖରେ ଖରା ନାହିଁ, ତ ସେଇ ଜାଗାରେ ଡ୍ରାୟରରେ ମଧ୍ୟ ସେମାନେ ଶୁଖେଇକି ଧାନକୁ ରଖିପାରିବେ। ଯେମିତି ମୁଁ କହିଥିଲି କି ଅମଳ କରିବା ସମୟରେ 20 ରୁ 24% ମଏଶ୍ଚର ବା ଜଳୀୟ ଅଂଶ ଥିବା ଦରକାର ଏବଂ ସେଇ ଜଳୀୟ ଅଂଶଟା ଏତିକିରେ ଯୋଉ ଆମେ କରନ୍ତି ତାକୁ ଆମେ କମେଇବା କେତେ ନା 12 ରୁ 14% ପର୍ଯ୍ୟନ୍ତ। 14% ପର୍ଯ୍ୟନ୍ତ ଯଦି ଜଳୀୟ ଅଂଶ ରହିଲା, ସେଇଟା ଆମର ହଉଛି ସେଫ୍ ଷ୍ଟୋରେଜ ବା ଯୋଉଥିରେ ପୋକ ଯୋଉ ଆକ୍ରମଣ ହୁଏ ସେଗୁଡାକ ହବନି। ତେଣୁ ସେଇ ବିଷୟ ପ୍ରତି ଚାଷୀ ଭାଇ ମାନେ ନିହାତି ଧ୍ୟାନ ଦେବା ଦରକାର। ତା ପରବର୍ତ୍ତୀ ଅପରେସନ ରହିଲା ଶୁଖେଇଲା ପରେ ଆପଣଙ୍କର ଷ୍ଟୋରେଜ କରିବା ପାଇଁ ସାଧାରଣତଃ ଚାଷୀ ଭାଇ ମାନେ ବାମ୍ବୁରେ ତିଆରି ହେଇଥିବା କିଛି ବିନ୍ ଗୁଡାକରେ ରଖନ୍ତି। ତା ଛଡା ଯଦି ଟିକେ ଆଡଭାନ୍ସ କୁ ଯିବା, ବିଭିନ୍ନ ପ୍ରକାର ମେଟାଲ ବିନ୍ ଆସୁଛି, ତା ସହିତ HDP କଣ୍ଟେନର ବା ହାଇ ଡେନ୍ସିଟି ପଲିଏଥିଲିନ୍ କଣ୍ଟେନର ଗୁଡାକ ଆସୁଛି, ଯୋଉଥିରେ କି ତା ଭିତରେ ଯଦି ଆମେ ଧାନକୁ ରଖନ୍ତି ତାହେଲେ ବହୁତ ବର୍ଷ ପର୍ଯ୍ୟନ୍ତ ତାକୁ ଆମେ ସେଫ୍ ରହିବା, ଯୋଉଥିରେ କି ପୋକ ଆକ୍ରମଣ କରିନଥାଏ। ସେଇଭଳି ଭାବରେ ଯୋଉମାନେ ବଡ ବଡ ଗୋଡାଉନରେ ଷ୍ଟୋରେଜ କରୁଛନ୍ତି, ସେ ଗୋଡାଉନ ଗୁଡାକ ମଧ୍ୟ ଡିସଇନଫେକ୍ଟାଣ୍ଟ ବା ସେଥିରେ ଫ୍ୟୁମିଗେସନ କରିବା ଆବଶ୍ୟକ, ଯୋଉଟା କି ଆମର ଧାନକୁ କୌଣସି ପ୍ରକାରର ମଏଶ୍ଚର ବା କୌଣସି ପ୍ରକାରର ଫଙ୍ଗାଲ ଇନଫେକ୍ସନ ନ ହବା ଦରକାର। କାରଣ ଯଦି ସେଇଭଳିଆ ହେଲା ତାହେଲେ ପରବର୍ତ୍ତୀ ସମୟରେ ଯୋଉ ବିକ୍ରି ପାଇଁ ଆମେ କରୁଛନ୍ତି, ତ ସେଇଗୁଡାକ କ୍ୱାଲିଟି ଟେଷ୍ଟରେ ରିଜେକ୍ଟ ହେଇଯାଇଥାଏ। ଗୋଟେ ଥର ଆମେ ଷ୍ଟୋରେଜ କଲେ, ଷ୍ଟୋରେଜ ପରବର୍ତ୍ତୀ ଅପରେସନ ହେଲା ଆମେ ତାକୁ ଭଲ ଭାବରେ ସଫା କରିବା, କାରଣ ଧାନକୁ ଡାଇରେକ୍ଟ ଆମେ ଆଣିକି ରଖିଦେଲେ, ତ ସଫା କଲା ପରେ ହିଁ ତାକୁ କ୍ଲିନିଂ ଆଉ ବା ପଲିସିଂ କରିବା, ଯୋଉଥିରେ କି ଗୋଟେ ସଫା ଧାନ ଆମେ ପାଇପାରିବା। ତା ସହିତ ତା ପରବର୍ତ୍ତୀ ଅପରେସନ ହେଲା ପ୍ୟାକେଜିଂ ଏବଂ ମାର୍କେଟିଂ। ତ ଏଇଭଳି ଭାବରେ ଯଦି ପ୍ରତ୍ୟେକ ଷ୍ଟେପକୁ ପ୍ରତ୍ୟେକ ଯାହା ଯାହା ରହିଛି ପଦ୍ଧତି, ଯଦି ସବୁ ଗୁଡାକ ଚାଷୀ ଭାଇ ମାନେ ଧ୍ୟାନ ଦିଅନ୍ତି, ନିହାତି ଭାବରେ ସେମାନଙ୍କର ପରବର୍ତ୍ତୀରେ ଯାହାବି କାର୍ଯ୍ୟ କରିବେ ଧାନର ନିହାତି ସଠିକ ମୂଲ୍ୟଟା ସେଥିରୁ ସେ ପାଇପାରିବେ। ମ୍ୟାଡ଼ାମ ଆଉ ଗୋଟେ କଥା, ଟିକେ ପୂର୍ବର କଥା ହଉଛି କଷ୍ଟମ ହେୟାରିଂ ସେଣ୍ଟର। ଏଇ ଯୋଉ କଷ୍ଟମ ହେୟାରିଂ ସେଣ୍ଟର, ତା ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ, ଆମର ଚାଷୀ ଭାଇ ଭଉଣୀ ମାନେ ନିହାତି ଜାଣିବା ଦରକାର। କଷ୍ଟମ ହାୟରିଂ ସେଣ୍ଟର କହିଲେ ଗୋଟିଏ ଜାଗାରେ ସବୁ ମେସିନାରୀ ଗୁଡାକ ରଖାଯାଇଥାଏ, ଯନ୍ତ୍ରପାତି ଗୁଡିକ ଯୋଉ ଜାଗାରେ ଯୋଉ ମେସିନ ଗୁଡିକର ଡିମାଣ୍ଡ ରହିଛି ବା ଆବଶ୍ୟକ ରହିଛି, ସେଇ ଜାଗାରେ ସେଇ ମେସିନ ଗୁଡିକୁ ରଖାଯାଇଥାଏ, ଯାହାକି ଚାଷୀ ଭାଇ ମାନେ ତାଙ୍କର ଆବଶ୍ୟକତା ଅନୁସାରେ
ସେଠୁ ମେସିନ୍ ଗୁଡ଼ିକୁ କିଛି ଦେୟ ଦେଇ କିଛି ମୂଲ୍ୟ ଦେଇ ଗୋଟେ ଘଣ୍ଟାକୁ 800 ଟଙ୍କା ହେଲା କି 1000 ଟଙ୍କା ହେଲା ବିଭିନ୍ନ ମେସିନ୍ ପାଇଁ ବିଭିନ୍ନ ପ୍ରକାର କଷ୍ଟ ରହିଛି। ଆଜ୍ଞା। ତ ତାକୁ ଦେଇକିରି ସେମାନେ ତାକୁ ନେବେ ଏବଂ ବ୍ୟବହାର କରିସାରିଲା ପରେ ପୁଣି ସେଇ ସେଣ୍ଟରକୁ ଆଣିକି ସେ ମେସିନ୍ ଗୁଡ଼ିକୁ ରିଟର୍ନ କରିବେ। ତ ଯାହାଦ୍ୱାରା କି ଚାଷୀ ଭାଇ ମାନେ ସମସ୍ତେ ତ ଯନ୍ତ୍ର କିଣିବା ସକ୍ଷମ ହେଇପାରୁନାହାନ୍ତି। ତ ସେମାନେ ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ବ୍ଲକରେ କଷ୍ଟମ ହାୟରିଂ ସେଣ୍ଟର ଗୁଡ଼ିକ ରହିଛି, ଯୋଉଠାରେ କି ଯନ୍ତ୍ରପାତି ଗୁଡ଼ିକ ମଧ୍ୟ ରଖାହଉଛି, ଯାହାକି ଆମେ ଚାଷୀ ଭାଇ ମାନେ ଆସିବେ ଏବଂ ତାକୁ ନେଇକି ନିଜର ଚାଷ କାର୍ଯ୍ୟରେ ଲଗେଇବେ ଏବଂ ଆଣିକି ତାକୁ ଫେରେଇବେ। ଭଡ଼ା ସୂତ୍ରରେ ସେଟା ନେବେ। ସେଇଭଳି ଭାବରେ ସରକାରଙ୍କ ତରଫରୁ ଆଗ୍ରୋ ସର୍ଭିସ ସେଣ୍ଟର ମଧ୍ୟ ରହିଛି, ଯୋଉଥିରେ କି କିଛି କିଛି ଚାଷୀ ଭାଇ ମାନେ ତାକୁ କରିବେ, ଯାହାକି ରିହାତି ବ୍ୟବସ୍ଥା ମଧ୍ୟ ରହିଛି। MKUI ଯୋଉ ରହିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ତାହା ମାଧ୍ୟମରେ ଏଇ ଆଗ୍ରୋ ସର୍ଭିସ ସେଣ୍ଟର ଗୋଟେ ପ୍ରୋଜେକ୍ଟ ଆସୁଛି, ଯୋଉଥିରେ କି ଗୋଟେ ଚାଷୀ ଭାଇ ସେଇ ଏରିଆରେ ଯାହା ଯାହା ଯନ୍ତ୍ରପାତି ଦରକାର ହଉଛି ତାକୁ ନେଇକି ରଖିବ ଏବଂ ତାର ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ମଧ୍ୟ ରିହାତି ବ୍ୟବସ୍ଥା ରହୁଛି ସେଇ ଆଗ୍ରୋ ସର୍ଭିସ ସେଣ୍ଟର ପାଇଁ। ଚାଷୀ ସେ ନିଜେ ସେ ସେଣ୍ଟରକୁ ତିଆରି କରିବ ଏବଂ ସେଇ ଯନ୍ତ୍ର କିଣିବା ପାଇଁ ଯେତିକି ତାର ସବସିଡି ପ୍ରତ୍ୟେକ ଯନ୍ତ୍ରରେ ଆସୁଛି ସେଇଟା ସରକାରଙ୍କ ତରଫ ସେଇ ଲୋକକୁ ବା ସେଇ ଚାଷୀକୁ ଦିଆଯାଉଛି। ସୁଚିସ୍ମିତା ମ୍ୟାଡାମ, ଆପଣ ଆସିଲେ ଆମ କାର୍ଯ୍ୟକ୍ରମକୁ ଏତେ ସମୟ ଧରି ଯାନ୍ତ୍ରିକ ପ୍ରଣାଳୀରେ ଧାନ ଅମଳ ଓ ଏହାର ପରବର୍ତ୍ତୀ ଯତ୍ନ ବିଷୟରେ ପ୍ରାଞ୍ଜଳ ଭାବରେ ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କୁ ବା ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇ କହିଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର। ଧନ୍ୟବାଦ ମ୍ୟାଡାମ। ଆଉ ଅପା, ହଁ, ମୋର ଯାହା ଜାଣିବାର ଥିଲା ସବୁ ପଚାରିଲି, ମହାଶୟା ଟିକିନିକି କରି କହିଲେ, ଯାହା ଟିକେ ବୁଝିବାର ଥିଲା ସବୁ ବୁଝିଦେଲି। ଆଉ ତୁମେ ବି ବୁଝିତ ତ? ହଁ, ଚାଷ କହିଲେ ଆମେ ସମସ୍ତେ ଧାନ ଚାଷକୁ ହିଁ ବୁଝୁ। କିନ୍ତୁ ଏବେ ତ ବହୁତ ପ୍ରକାର ଚାଷ ଆସିଲାଣି, ସବୁଥିରେ ବି ଯନ୍ତ୍ର ବ୍ୟବହାର ହେଲାଣି। ଖାଲି ଚାଷ କରିଦେଲେ ହବନି, ତାପରେ ବି ମହାଶୟ କେଡେ ସୁନ୍ଦର ଭାବେ କହିଲେ ପରବର୍ତ୍ତୀ ଯତ୍ନ। ସେଇଟା ବଡ କଥା। ଆଉ ତା ବିଷୟରେ ଜାଣିଲେ ଆମର ମହାଶୟାଙ୍କୁ ଆମ ବୈଠକ ଘର ତରଫରୁ ଆଉ ଥରେ ଧନ୍ୟବାଦ। ହେଲେ ମାଳ, ସବୁ କଥା ତ ହେଲେ, ସବୁ କଥା ସରିଲା ଯେ ଅପା, ଶୀତ ରାତି ଟିକେ ଶୀତ ଲାଗିଲା। ଶୁଣୁନ, ଚାଷବାସ କଥା ତ ହେଲେ, ଆଉ ସବୁଠାରୁ ବଡ କଥା ହଉଛି ଆମର ଶ୍ରୋତା ଭାଇ ଭଉଣୀ ମାନେ ଜଳକୁ ଅପଚୟ କରନ୍ତୁ ନାହିଁ, ବିଜୁଳି ଶକ୍ତି ସଂରକ୍ଷଣ କରନ୍ତୁ ଏବଂ ଶୀତ ଦିନ ନିଜ ଦେହ ପାର ଯତ୍ନ ନିଅନ୍ତୁ। ହଉ, ଏଥର ଉଠିବା ଯେ ଅପା, ପାଣିପାଗର ଖବର ଶୁଣିବା, ତାପରେ ଉଠିବା। ହଉ।